ମୁଁ ଜ୍ୟୋତିର୍ବିଦ ସୋନାଲି ଆପଣମାନଙ୍କୁ ମୋର ଚ୍ୟାନେଲ ଦୃଷ୍ଟି ଆଷ୍ଟ୍ରକୁ ସ୍ୱାଗତ କରୁଛି। ନୂତନ ବର୍ଷର ଆଗମନରେ ଆପଣମାନଙ୍କୁ ମୋର ହାର୍ଦ୍ଦିକ ଅଭିନନ୍ଦନ। ମୁଁ ଭଗବାନଙ୍କ ପାଖରେ ପ୍ରାର୍ଥନା କରୁଛି କି ଆପଣଙ୍କୁ ଏ ବର୍ଷ ସୁଖ ସମୃଦ୍ଧି ଏବଂ ଉତ୍ତମ ସ୍ୱାସ୍ଥ୍ୟ ପ୍ରଦାନ କରନ୍ତୁ। ଏବେ ଆସନ୍ତୁ ଜାଣିବା ବୃଷ ରାଶି ବ୍ୟକ୍ତିମାନଙ୍କ ପାଇଁ 2026 ମସିହା କିପରି ରହିବ। ବୃଷ ରାଶି ବ୍ୟକ୍ତିମାନେ ଟିକେ ସୌକିନ ପ୍ରକୃତିର ହୋଇଥାନ୍ତି। ସେମାନଙ୍କର କଥା ଟିକେ ଆକର୍ଷଣୀୟ ହୋଇଥାଏ। ଏ ବର୍ଷ ଆରମ୍ଭରେ ପ୍ରଥମାର୍ଦ୍ଧରେ ଆପଣଙ୍କର ଗୁରୁଶୁଦ୍ଧି ରହୁଛି। ଯେକୌଣସି ଶୁଭ ମାଙ୍ଗଳିକ କାର୍ଯ୍ୟ ଆପଣ ଏ ବର୍ଷ ପ୍ରଥମାର୍ଦ୍ଧରେ କରିପାରିବେ। ଯେଉଁମାନଙ୍କର ବିବାହ ହେଉନଥିଲା ସେମାନଙ୍କର ବିବାହ ହେବାର ସମ୍ଭାବନା ରହିଛି। ଯେଉଁମାନେ ଏହି ସମୟରେ ବିବାହ କରିବେ ସେମାନେ ମଧ୍ୟ ବିଶେଷ ଶୁଭଫଳ ପ୍ରାପ୍ତ କରିବାର ସମ୍ଭାବନା ରହିଛି। ବର୍ଷର ପ୍ରଥମାର୍ଦ୍ଧଟି ଆପଣଙ୍କ ପାଇଁ ବହୁତ ଭଲ ରହିବ। ଜୁନ୍ ମାସ ଦେବଗୁରୁ ବୃହସ୍ପତି ଆପଣଙ୍କର ଦ୍ୱିତୀୟ ଭାବରୁ ତୃତୀୟ ଭାବକୁ ଚଳନ କରିବେ। ସେ ସମୟରେ ମଧ୍ୟ ଆପଣଙ୍କର ଦେବଗୁରୁ ବୃହସ୍ପତିଙ୍କର ଆଶୀର୍ବାଦ ଆପଣଙ୍କ ଉପରେ ରହିବ। ରାହୁଦେବ ଆପଣଙ୍କର ଦଶମ ଭାବରେ ଅଛନ୍ତି। କର୍ମକ୍ଷେତ୍ରରେ ଆପଣ କେତେ ଗୁଡ଼ିଏ ସୁଯୋଗ ପାଇବେ। ହଠାତ୍ କିଛି ପରିବର୍ତ୍ତନ ସମ୍ଭାବନା ରହିଛି। ଚାକିରି ଅଦଳ ବଦଳର ମଧ୍ୟ ସମ୍ଭାବନା ରହିଛି। କୌଣସି ବିଦେଶ କମ୍ପାନୀର ଜବ୍ ମଧ୍ୟ ଆପଣ ପାଇପାରନ୍ତି କିମ୍ବା କର୍ମ ପାଇଁ ଆପଣ କୌଣସି ଦୂର ସ୍ଥାନକୁ ଯାଇ ରହିପାରନ୍ତି। ଆପଣ ଯେଉଁ ସୁଯୋଗ ପାଇବେ ଏ ବର୍ଷ କର୍ମକ୍ଷେତ୍ରରେ ଟିକେ ଭାବିଚିନ୍ତି ଏବଂ ବଡ଼ମାନଙ୍କଠୁ କିମ୍ବା ଅଭିଜ୍ଞ ଲୋକଙ୍କ ମାନଙ୍କଠୁ ଟିକେ ଆଡ଼ଭାଇସ୍ ନେଲେ ଆପଣଙ୍କ ପାଇଁ ଭଲ ରହିବ। ଶନିଦେବ ଆପଣଙ୍କର ଏକାଦଶ ଭାବରେ ଅଛନ୍ତି। ଶନିଦେବ ପରିଶ୍ରମର ଫଳ ଦିଅନ୍ତି। ଆପଣ ଏ ବର୍ଷ ଟିକେ ଆଳସ୍ୟ ମନୋଭାବ ଆପଣଙ୍କର ରହିପାରେ। ଆପଣ ଲାଭ ପାଇଁ ଆପଣଙ୍କୁ ଯଥେଷ୍ଟ ପରିଶ୍ରମ କରିବାକୁ ପଡ଼ିବ। ଆର୍ଥିକ ସ୍ଥିତିରୁ ଏ ବର୍ଷଟି ବହୁତ ଭଲ ସମୟ। କେତୁଦେବ ଆପଣଙ୍କର ଚତୁର୍ଥ ଭାବରେ ଅଛନ୍ତି। ମାଙ୍କର ସ୍ୱାସ୍ଥ୍ୟ ଟିକେ ଖରାପ ହେଇପାରେ କିମ୍ବା ମାଙ୍କ ସହିତ ଟିକେ ମନାନ୍ତର ଦେଖା ଦେଇପାରେ। ଆପଣଙ୍କର ଏ ବର୍ଷ ଆର୍ଥିକ ସ୍ଥିତିରେ ଉନ୍ନତି ଦେଖାଦେବାର ସମ୍ଭାବନା ରହିଛି। ଆପଣ ନୂତନ କର୍ମ ମଧ୍ୟ ଆରମ୍ଭ କରିପାରନ୍ତି, କିନ୍ତୁ ସବୁକିଛି ବହୁତ ଟିକେ ଭାବିଚିନ୍ତି କାର୍ଯ୍ୟ କରିବେ। ଯଦି ଚାକିରି ଅଦଳ ବଦଳ କରୁଛନ୍ତି ତେବେ ବହୁତ ଭାବିଚିନ୍ତି କରିବେ। ଯଦି ଆପଣ ନୂଆ କର୍ମ ଆରମ୍ଭ କରୁଛନ୍ତି ମାର୍ଚ୍ଚ ପରେ କଲେ ଆପଣଙ୍କ ପାଇଁ ବହୁତ ଭଲ ରହିବ। ବିଦ୍ୟାର୍ଥୀମାନଙ୍କ ପାଇଁ ଯେଉଁମାନେ ସ୍କୁଲରେ ପଢ଼ୁଛନ୍ତି ସେମାନେ ଟିକେ ଡାଇଭର୍ଟ ହେବାର ସମ୍ଭାବନା ରହିଛି। ଯେଉଁମାନେ ଉଚ୍ଚଶିକ୍ଷା କରୁଛନ୍ତି ସେମାନଙ୍କ ପାଇଁ ସମୟଟି ବହୁତ ଭଲ ସମୟ। ଲଭ୍ ଲାଇଫରେ ଯେଉଁମାନେ ଫଳ ଜାଣିବାକୁ ଚାହୁଁଛନ୍ତି ତ ସେମାନଙ୍କର ମଧ୍ୟମ ଏ ବର୍ଷଟି ମଧ୍ୟମ ରହିବ। ବୈବାହିକ ଜୀବନରେ ଆପଣଙ୍କର ଟିକେ ଯଦି ଆପଣ ଟିକେ ବାଣୀ ଉପରେ କଣ୍ଟ୍ରୋଲ ନ ରଖିବେ କିଛି ବିଶୃଙ୍ଖଳା ସୃଷ୍ଟି ହେବାର ସମ୍ଭାବନା ରହିଛି। ବ୍ୟବସାୟୀମାନେ ଏ ବର୍ଷ ବିଶେଷ ଆର୍ଥିକ ଉନ୍ନତି କରିବାର ସମ୍ଭାବନା ରହିଛି। ଆପଣ କିନ୍ତୁ ଟିକେ ଯେଉଁମାନେ ପାର୍ଟନରସିପ୍ରେ ବିଜନେସ୍ କରୁଛନ୍ତି ସେମାନେ ପାର୍ଟନରଙ୍କ ସହିତ ଟିକେ ଭଲ ସମ୍ପର୍କ ରଖିବା ସେମାନଙ୍କର ଆବଶ୍ୟକ, କାରଣ ସେଥିରେ ଟିକେ ବିଶୃଙ୍ଖଳା ଦେଖାଦେବାର ସମ୍ଭାବନା ରହିଛି। କର୍ମକ୍ଷେତ୍ର ହେଉ କିମ୍ବା ବ୍ୟବସାୟ ହେଉ କିମ୍ବା ଆପଣଙ୍କର ଘରେ ଆପଣଙ୍କୁ ସବୁଠି ଟିକେ ସନ୍ତୁଳିତ ରହିବାକୁ ପଡ଼ିବ, ହେଲେ ଆପଣଙ୍କ ପାଇଁ ଭଲ ରହିବ। କୌଣସି କଥାରେ ଆଗେ କଥା କୁହନ୍ତୁ ନାହିଁ। ଅଫିସ ପଲିଟିକ୍ସରୁ ଦୂରରେ ରୁହନ୍ତୁ, ଆପଣଙ୍କ ପାଇଁ ଭଲ ରହିବ। ବିଭିନ୍ନ ସୁଯୋଗ ଆପଣଙ୍କୁ ମିଳିବ, କିନ୍ତୁ ଆପଣଙ୍କୁ ସୁଯୋଗ ବାଛିବାର ଆବଶ୍ୟକତା ରହିଛି। ଠିକ ସୁଯୋଗଟି ବାଛିଲେ ଆପଣଙ୍କ ପାଇଁ ବହୁତ ଉନ୍ନତି ପ୍ରଦାନ କରିବ। ଏଇଭଳି ଭାବରେ ଆପଣଙ୍କ ବର୍ଷ ଗତି କରିବାର ସମ୍ଭାବନା ରହିଛି। ଏ ବର୍ଷଟି ହେଉଛି ସୂର୍ଯ୍ୟଙ୍କର ବର୍ଷ, ତେଣୁ ସୂର୍ଯ୍ୟଙ୍କୁ ଆରାଧନା କରନ୍ତୁ। ଆପଣ ବିଶେଷ ଶୁଭଫଳ ପ୍ରାପ୍ତ କରିବେ। ସୂର୍ଯ୍ୟଙ୍କ ଭଳି ଆପଣଙ୍କୁ ପଙ୍କ୍ଚୁଆଲ ହେବାକୁ ପଡ଼ିବ। କିଛି ଲାଭ ଚାହୁଁଛନ୍ତି ତ ଆପଣ ପଙ୍କ୍ଚୁଆଲ ହୁଅନ୍ତୁ। ଆପଣଙ୍କୁ ବର୍ଷର ଦ୍ୱିତୀୟାର୍ଦ୍ଧରେ ଟିକେ ସତର୍କତା ଅବଲମ୍ବନ କରିବାର ଆବଶ୍ୟକତା ରହିଛି। ଆପଣ ଟିକେ ଯାତାୟାତରେ ଟିକେ ସତର୍କତା ଅବଲମ୍ବନ କରନ୍ତୁ। ବାଦ ବିବାଦ ପରିସ୍ଥିତିଠୁ ଦୂରରେ ରୁହନ୍ତୁ।
नहले कोनोसी केस बा लिटिगेशन रे फसी खर्चांत हबार संभावना रही। आपणकर आय ए वर्ष भल रहिबार संभावना रही। किछि खर्चांत हबार मध्य संभावना रही, से प्रति ध्यान देबे। स्वास्थ्यर जत्न नियंतु। आपण टिके वॉकिंग करंतु, आपणक पय भल रहिबो। शुभफल प्राप्ति पई आपण शिवंक मंदिर रे शुक्रवार दिन दही रे अभिषेक करंतु एवं प्रतिदिन माँ लक्ष्मी कर श्री सूक्तम पाठ करंतु, आपणक पय भल रहिबो। मो चैनल को आपण लाइक शेयर एवं सब्सक्राइब करंतु। विदाय ने अछि। जय जगन्नाथ।